श्री जगन्नाथ भाई मैंने सर्वप्रथम गुरुदेव गणपति जगतम प्रणाम करी आज आम गोटे इम्पोर्टाट सेसन विषय कथा हे से इम्पोर्टाट सेसन टा हूँ जे सबुठ इम्पोर्टाट जिन डे टू लाइफ रे डे टू डे बेसिस रे कौन आमर परिवेश पारिपार्श्विक घटित होची विश्व रे कौन घटित होची आमको एमिति भाबे रिसर्च करके काम करिया पड़ियो जो रिसर्च रे कि आपण माने जानिले माने कथाडा आपण माने बुझी पारिए सिचुएशन टा कौन हो जाउ ଆମର ପ୍ରତ୍ୟେକ ଦିନ ଗୋଟେ ବିଶ୍ୱର ଧର ବର୍ତ୍ତମାନ ୱାର ର ସିଚୁଏସନ ଚାଲିଛି ୱାର ର କାରକ ପ୍ଲାନେଟ କିଏ ୱାର ର मंगल କନଫ୍ଲିକ୍ଟ ମଙ୍ଗଳ ମଙ୍ଗଳ ବର୍ତ୍ତମାନ ଟ୍ରାନଜିଟ ରେ କୋଉ କାହା କାହା ସହିତ ଅଛି ରବି ରାହୁ ଏବଂ ବୁଧ ଠିକ ଅଛି ତେଣୁ आज्ञा ଆମକୁ ଆମକୁ ଡେଲି ବେସିସ ରେ ୱାର୍ଲଡ ନ୍ୟୁଜ କୁ କେମିତି ଭାବରେ ଫଲୋ କରିବାକୁ ପଡିବ ନା ୱାର୍ଲଡ ନ୍ୟୁଜ କୁ ଫଲୋ କରି ସାରିକି ଆମକୁ ଫଲୋ କରିବାକୁ ପଡିବ ଯେ ୱାର୍ଲଡ ନ୍ୟୁଜ ବନେଇବା ୱାର୍ଲଡ ନ୍ୟୁଜ ରେ ଦେଖିବ ୱାର୍ଲଡ ରେ ଏଇ ଜାଗାରେ ଏଇ ଜିନିଷଟା ଘଟିତ ହେଲା ସେଇଟା ୱାର୍ଲଡ ର କୋଉ ସ୍ପିୟର ରେ ଆସୁଛି ସେଇଟାକୁ ମୁଣ୍ଡରେ ରଖିବା ଏବଂ ସେଇ ଦିନର କୁଣ୍ଡଲି ବନେଇବା ଠିକ ଅଛି सर ନ୍ୟୁଜ ହେଲା ୱାର ଷ୍ଟାର୍ଟ ହେଲା ୱାର ଏବେ କେତେ ଦିନ ଚାଲିବ କେତେ କଣ ପାଇଁ ଚାଲିବ ବର୍ତ୍ତମାନ ମାର୍ସ ଆଉ ରାହୁ ପରସ୍ପରର ସେମ ଜୋନରେ ଆସି ଯାଉଛନ୍ତି ସେମ ଡିଗ୍ରୀ କୁ ଆସିଯିବେ ଯାହା ବି କିନ୍ତୁ ମାର୍ସ ଯେବେଠୁ ରାହୁରେ ଏଣ୍ଟ୍ରି କଲା ସେଇ ପୋଜିସନ ରୁ ସେତେବେଳଠୁ ଆମକୁ ପ୍ରୋବ୍ଲେମ ହବା ଷ୍ଟାର୍ଟ ହେଲା ୱାର୍ଲଡ ରେ ବିଶ୍ୱରେ ପ୍ରୋବ୍ଲେମ ହବା ଷ୍ଟାର୍ଟ ହେଲା ମୁଁ ଆପଣଙ୍କୁ କିଛି ବି ବହି ପଢା କଥା କହିବିନି ବହିରେ ସବୁ ସାରା ସବୁ କିଛି ଜିନିଷ ହିଁ ଆଭେଲେବୁଲ ଅଛି ବହିରେ ସମସ୍ତେ ପଢିକି ସମସ୍ତେ ଆଗେଇ ପାରିବେ ବହିର ଜ୍ଞାନଟା ନିଶ୍ଚିତ ଆବଶ୍ୟକ ସମସ୍ତେ ପଢିବା ଉଚିତ ଯାହା ନ ବୁଝା ହଉଛି ତାକୁ ଆମେ ଏକ୍ସପ୍ଲେନ କରିବା ବା ପଢିବା ସେଟା ଯାହା ବି କରିବା ମୁଁ ଆପଣଙ୍କୁ ପ୍ରାକ୍ଟିକାଲ ଆପ୍ରୋଚ ବିଷୟରେ କିଛିଟା ଜିନିଷ କହିବା ପାଇଁ ଚାହୁଁଛି ଯୋଉଟା କି ମୋର ନିଜସ୍ୱ ଇନସାଇଟ ଆପଣ ମାନେ ଦେଖିଥିବେ ଯେ ମଙ୍ଗଳ ହଉଛି କନଫ୍ଲିକ୍ଟ ର କାରକ ଶକ୍ତିର କାରକ ଏନର୍ଜିର କାରକ ବର୍ତ୍ତମାନ ଆପଣ ଦେଖନ୍ତୁ ଷ୍ଟକ୍ ମାର୍କେଟ ରେ ଏନର୍ଜି ରିଲେଟେଡ ଯେତିକି ଷ୍ଟକ୍ସ ଅଛି ସେଗୁଡାକ ସବୁ ହଲିକି ପଡିଛି पेट्रोलियम प्रोडक्ट्स ହେଲା क्रूड ऑयल प्रोडक्ट्स ହେଲା ଗ୍ୟାसेस ହେଲା ଏବଂ ସବୁ ପ୍ରକାର ସୈନ୍ୟ ସେକ୍ଟର ହେଲା ଯୋଉ ଡିଫେନ୍ସ ସେକ୍ଟର ହେଲା ଗୋଳା ବାରୁଦ ସେକ୍ଟର ହେଲା ସେଗୁଡା ସବୁ ପୁରାପୁରି ବହୁତ ଭଲସେ ଇଏ ହେଇକି ପଡିଛି କଣ ମାନେ ତହସ ନଇସ ମାନେ କଣ ମାନେ ତା ଭିତରେ ଅନଅର୍ଥୋଡକ୍ସି ଆସିଯାଇଛି କୋଉଟା ମାନେ ବହୁତ ପ୍ରକାରର ଏଇ ସବୁ ଜିନିଷରେ ପ୍ରୋବ୍ଲେମ ଆସି ଉଥଲ ପୁଥଲ ଆସିଯାଇଛି ମାନେ ପ୍ରୋବ୍ଲେମ ଆସିଛି କାହିଁକି ନା ତୁମେ ଦେଖ ଯଦି କୌଣସି ଗୋଟେ ଜିନିଷ ତାର ନିୟନ୍ତ୍ରଣର ବାହାରକୁ ପଳେଇଲା କଣ ନିୟନ୍ତ୍ରଣର ବାହାରକୁ ପଳେଇଲା ନା ସନ୍ ମାର୍ସ ରାହୁ ଏବଂ ମର୍କ୍ୟୁରୀ ଏବେ କାଳପୁରୁଷ କୁଣ୍ଡଳୀରେ 11th ହାଉସରେ ଟ୍ରାନଜିଟ କରୁଛନ୍ତି ଏ ୱାର ଟା ବହୁତ ବଡ ବି ବନି ଯାଇ ପାରିଥାନ୍ତା ଯଦି ଜୁପିଟର ତାର ओरिजिनल मोशन को न फेरिଥାନ୍ତା आज 11 जो तारिख ରୁ ଜୁପିଟର ତାର ରେଟ୍ରୋଗ୍ରେସନ ଟାକୁ ବନ୍ଦ କରିଦେଇଛି ଏବଂ ଡିରେକ୍ଟ ହେଇଯାଇଛି ତେଣୁ ଜୁପିଟର ଯେହେତୁ ମାର୍ସ ଆଉ ରାହୁର ଯୁକ୍ତିକୁ ଦେଖୁଛି ସେଥିପାଇଁ କିଛି ମାତ୍ରାରେ ୱାର ରେ ଟିକେ ଶାନ୍ତ ପଡିକିନା ଅଛି ଜିନିଷଟା ବଟ ଯେବେଠୁ 2 ଜୁନ ପରେ ଯେତେବେଳେ ଜୁପିଟର ପଳେଇ ଆସିବ ଏବଂ 2 ଜୁନ ସୁଦ୍ଧା ଯଦି ୱାର ର ସିଚୁଏସନ ଟା ନ ସରିବ ମାନେ ଏ ୱାର ର ସିଚୁଏସନ ଆହୁରି ଆଗକୁ ବଢିବ ଆପଣ ମାନେ ଦେଖିଥିବେ ଯେ ବଜାରରେ ବର୍ତ୍ତମାନ ଗ୍ୟାସ ରିଲେଟେଡ पेट्रोलियम रिलेटेड ଏସବୁ ଜିନିଷ ଭିତରେ ମାର୍କେଟରେ ପ୍ରୋବ୍ଲେମ ହେଇଯାଇଛି କଣ ପାଇଁ ପ୍ରୋବ୍ଲେମ ତେଣୁ ରାହୁ ବି ଫଙ୍କସନାଲ ମାଲିଫିକ ମାନେ ନୈସର୍ଗିକ ପାପ ଗ୍ରହ ମାର୍ସ ବି ନୈସର୍ଗିକ ପାପ ଗ୍ରହ ସନ୍ ପାପ ଗ୍ରହ ନୁହଁ କ୍ରୂର ଗ୍ରହ ଏବଂ ମର୍କ୍ୟୁରୀ ହଉଛି ଯେତିକ ଷ୍ଟକ୍ ଏକ୍ସଚେଞ୍ଜ ର କାରକ ସେଥିପାଇଁ ଷ୍ଟକ୍ ଏକ୍ସଚେଞ୍ଜ ରେ ପୁରା ପୁରି ଏନର୍ଜି ରିଲେଟେଡ ସବୁତିକ ଜିନିଷ କ୍ରୁଡ ଅଏଲ ରିଲେଟେଡ ସବୁତିକ ଜିନିଷ ଉଥଲ ପୁଥଲ ହେଇ ପଡିଛି ଆପଣ ପଚାରିବେ କ୍ରୁଡ ଅଏଲ ସହିତ ମାର୍ସ ର କଣ ରିଲେସନସିପ କାଳପୁରୁଷ କୁଣ୍ଡଳୀ ଯେତିକ ସବୁ पेट्रोलियम रिलेटेड प्रोडक्ट्स ଅଛି ସେଗୁଡା ସବୁ ମୁଁ 8000 ଦେବୁ କାରଣ 8000 ହଉଛି ସେଇ ଜାଗା ଯୋଉଟାକୁ ମାଟି ତଳର ଜିନିଷ ଯୋଉଟା କି ଆମକୁ ଖାଲି ଆଖିରେ ଦେଖାଯାଏ ନାହିଁ ଏବେ ର ସିଚୁଏସନ ରେ କିଛି ନୂଆ ଆପଣ ମାନେ ଦେଖିଥିବେ ବହୁତ ସାରା ଟେଷ୍ଟିଂ ଫେଷ୍ଟିଂ ହଉଥିବ ଯୋଉ ଡିଫେନ୍ସ ରିଲେଟେଡ ଜିନିଷ ଗୁଡାକ
ତ ଆମକୁ କଣ କରିବାର ଅଛି, ମୁଁ ଏଇଟା ଏଇ ଏକ୍ସାମ୍ପଲ ଦେଇକି କହିଲି। ରାହୁ ହଉଛି ବାୟୁ ତତ୍ଵ, ମାର୍ସ ହଉଛି ଅଗ୍ନି ତତ୍ଵ। ତ ଆପଣ ଦେଖନ୍ତୁ ଗ୍ୟାସ ର କଣ ଅବସ୍ଥା ଶୋଚନୀୟ ହେଇକି ପଡିଛି ମାର୍କେଟରେ। ମୋର ସେଇଟା ମୁଁ ଲେସ୍ ଇମ୍ପୋର୍ଟାନ୍ସ ଏତେ ଉପରେ ଦଉନି। ମୁଁ କହୁଛି ଯେ ବର୍ତ୍ତମାନ ଆମର ସିଚୁଏସନ ଅଫ ୱାର୍ଲଡ ରେ କିଛି ଗୋଟେ ଘଟଣା ଘଟିଥିଲା, କୋଉ ଦେଶ ଉପରେ ଆଟାକ ହେଲା, ସ୍ପେସିଆଲି ସେଇ ଜାଗା ଉପରେ କଣ ପାଇଁ ଆଟାକ ହେଲା? ଆଉ କୋଉଠି ବି ହେଇପାରିଥାନ୍ତା ଆଟାକ, ସେଇ ଜାଗାରେ ଆଟାକ ଟା ହବାର କାରଣଟା କଣ? ତ ଆମର କଣ ହେଲା ନା, ଯୋଉଦିନ ଆଟାକ ଚାଲିଲା ବା ଯୋଉ ୱାର କାଇଣ୍ଡ ର ସିଚୁଏସନ ହେଲା, ଯୋଉ ସମୟରେ ସେ ଜାଗାର ଯୁକ୍ତି ମାନେ ଗ୍ରହ ମାନେ ଯୋଉ କଂଜକ୍ସନ ରେ ଅଛନ୍ତି, ସେ କଂଜକ୍ସନ ରେ ଆମକୁ ଗୋଟେ ଗୋଟେ କୁଣ୍ଡଲି ବନେଇବାକୁ, ଡେ ଟୁ ଡେ ବେସିସ ନ୍ୟୁଜରେ ତ ଯେମିତି ହେଲେ କିଛି ନ୍ୟୁଜ ଆଇଟମ୍ସ ଆସିବା କଥା ଆସୁଛି, ନ୍ୟୁଜରେ ନ୍ୟୁଜ ଆଇଟମ କିଛି ଆସିବା କଥା ଆସୁଛି। ତ ସେ ନ୍ୟୁଜ ଆଇଟମ ସହିତ ଏ କୁଣ୍ଡଲିର ଲିଙ୍କ କଣ ଅଛି ସେଇଟା ଭେରିଫାଏ କରିବ। ତ ଏଇଟା ପୁରୁଷୋତ୍ତମ ବାବୁ ଆପଣ ଗୋଟେ ଗୋଟେ ମନେ ରଖିବେ, ଗୋଟେ ଚାର୍ଟ ଗୋଟେ ଖାତା ବନେଇବେ, ଯୋଉ ଖାତାରେ ଆପଣଙ୍କୁ ଆଜ୍ଞା ୱାର୍ଲଡର, ହଁ ୱାର୍ଲଡର ନ୍ୟୁଜ ଆଉ ଇଣ୍ଡିଆର ନ୍ୟୁଜ, ଏ ଦିଟା ନ୍ୟୁଜ, ଧର ଯୋଉ ନ୍ୟୁଜ ଟା ଶୁଣିଲେ ସେଟା କଣ ଘଟିଥିଲା, କୋଉ ଟାଇମରେ ଘଟିଥିଲା, କୋଉଠି ଘଟିଥିଲା, ତାର ଗୋଟେ ଚାର୍ଟ ଆପଣ ବନେଇବେ। ଠିକ ଅଛି ସାର୍। ଚାର୍ଟ ବନେଇବେ, ଚାର୍ଟ ରେ କଣ କଣ ତିନିଟା ଚାରିଟା ଜିନିଷ ଲେଖା ହବ ନା, ପ୍ରଥମେ ଲେଖା ହବ ଯୋଉ ଚାର୍ଟ ଟା ବନିଲା ଏବଂ ଯୋଉ ଆଜ୍ଞା ସମୟରେ ଆପଣ ସେ ଚାର୍ଟ ଟା ବନେଇଛନ୍ତି ସେ ଚାର୍ଟ ର ଦଶା କଣ ଚାଲିଛି। ଠିକ ଅଛି ନା? ମାନେ କରେଣ୍ଟ ଚାର୍ଟଟା ସେଇ ଟାଇମରେ ସେଇ ଲୋକେସନ ଦିଆଯିବ। ମନେକର ଇରାନ ହେଲା ତ ଇରାନ ର ଲୋକେସନ ଦେଇକି କରିବାକୁ ପଡିବ। ଇରାନ ଲୋକେସନ ଦେଇକି ଆପଣ ବନେଇବେ। ଆଚ୍ଛା, ମୋ କଥାଟା ବୁଝିପାରିଲେ ତ? ବୁଝିଲି। ବାସ୍ତବତା ଠାରୁ ବଡ ଟିଚର କେହି ସଂସାରରେ ନାହାନ୍ତି। ରିଏଲିଟି ଇଜ ଦ ବେଷ୍ଟ ଟିଚର। ତାଠୁ ବଡ ଟିଚର ଏଠି ସଂସାର ମୁଁ ଦେଖିନି କୋଉ। ଆମେ ମାନେ ଏଇ ଜିନିଷକୁ ରିସର୍ଚ୍ଚ କରିବା, ତାହେଲେ ଆମକୁ ଜଣା ପଡିବ ଯେ ଏଇ ଜିନିଷଟା ପ୍ରୋବ୍ଲେମ କଣ ପାଇଁ ଦବ, ଏଇ ଜିନିଷରେ ଆମକୁ ପ୍ରୋବ୍ଲେମ କଣ ପାଇଁ ନହବ, ଏଇ ଜିନିଷଟା କଣ ହବାକୁ ଯାଉଛି ଦେଶରେ। ମୋ କଥାଟା ବୁଝିପାରୁଛ ନା ନାଇଁ? ସର୍ବପ୍ରଥମେ ଆଜ୍ଞା ଦିଟା କୁଣ୍ଡଲି ଆପଣ ବନେଇକି ରଖିଥିବେ, ଗୋଟେ ହେଲା ଭାରତର କୁଣ୍ଡଲି, ଇଣ୍ଡିଆନ କୁଣ୍ଡଲି ମିଳିଯିବ ଆପଣଙ୍କୁ ନେଟ ରୁ, ଓଡିଶାର ବି କୁଣ୍ଡଲି ମିଳିଯିବ। ବୁଝିପାରିଲି। କୌଣସି ସେମିତି ମେଜର ଇନସିଡେଣ୍ଟ ହେଲା, ୱାର ଲାଇକ ସିଚୁଏସନ ହେଲା, ବା କୌଣସି ବିଜନେସ ଡିଲ୍ ହେଲା, ବା କୌଣସି ଇମ୍ପୋର୍ଟାଣ୍ଟ ଇଭେଣ୍ଟସ ହେଲା, ସେମିତି ତ ଇମ୍ପୋର୍ଟାଣ୍ଟ ଇଭେଣ୍ଟ ସବୁଦିନ କିଛି ନା କିଛି ହଉଛି ହିଁ ହଉଛି, ବଟ ଆମକୁ ଆଜ୍ଞା କଣ ଦରକାର ନା ସେଇ ଦେଶର ଚାର୍ଟଟା ଦରକାର। ସର୍ବପ୍ରଥମେ ନେଟ ରୁ ସର୍ଚ୍ଚ କରି ସେଇ ଦେଶର ଚାର୍ଟଟା ବାହାର କରିବା। ଇରାନ ର ୱାର କୋଉ ଦିନ ଆଟାକ ହେଲା ସେ ଚାର୍ଟଟା ବାହାର କରିବା। ତାପରେ ଆମେ ତାକୁ ଧୀରେ 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 ଅବଜର୍ଭ କରି ଗୋଟେ ତାପରେ ଗୋଟେ ଟ୍ରାକ ରେକର୍ଡ ରଖିବା ଯେ ଏଇ ଜିନିଷଟା କେବେଠୁ ଆରମ୍ଭ ହେଲା, କୋଉ ଯାଏଁ ସରିଲା। ତାହେଲେ ସାର୍ ଆମକୁ କନସେପ୍ଟ କ୍ଲାରିଟିର ସହିତ ମିଳିଯିବ ଯେ ଜୀବନରେ ଯୋଉ ଇନସିଡେଣ୍ଟସ ଗୁଡାକ ହଉଛି, ସେ ଇନସିଡେଣ୍ଟସ ଟା ଉପରେ ଗ୍ରହ ନକ୍ଷତ୍ର କଣ ମାତ୍ରାରେ ପ୍ରଭାବ ରହୁଛି। ଏଇଟା ହେଲା ମୋର ଇମ୍ପୋର୍ଟାଣ୍ଟ କଥା। ଦ୍ୱିତୀୟ ସାର୍ କଥା କଣ ନା, ଆଷ୍ଟ୍ରୋଲୋଜି ତୁମେ ଯଦି ଚାର୍ଟ ଜିପିଟି ବା କୌଣସି ଜାଗାରେ ପୁରେଇକି କୌଣସି ଗୋଟେ ପ୍ରେଡିକ୍ସନ ନେଇକି ଭାବିଦବ କି ନା ଏଇଟା ହେଇଗଲା, ଇଟ ଇଜ ନଟ୍ ଲାଇକ ଦ୍ୟାଟ। ସେଥିରେ ବହୁତ ସାରା ରିସର୍ଚ୍ଚ ର ଜିନିଷ ଗୁଡାକ ଇନଭଲ୍ଭ ରହେ। ଆଉ ମାନେ ମାଇନ୍ୟୁଟେଷ୍ଟ ଆସ୍ପେକ୍ଟକୁ ଯାଇକି ତାକୁ ଆମକୁ ଭେରିଫାଇ କରିକି କହିବାକୁ ପଡେ କି ଏଇ ଜିନିଷଟା ଏମିତି ହବ। କିନ୍ତୁ ଗୋଟେ ବେୟାର ଆପ୍ରୋଚ ତ ସବୁଠି ରହିବା ଦରକାର। ବେୟାର ଆପ୍ରୋଚ ମାନେ ମୁଁ କଣ, ସେଟା ମୁଁ ତମକୁ ବୁଝେଇବାକୁ ଚାହୁଁଛି। ବେୟାର ଆପ୍ରୋଚ ମାନେ ଏଇଆ, ଯୋଉ ଆପ୍ରୋଚ ରେ ଆମେ ଗୋଟେ ଜଷ୍ଟ କୁଣ୍ଡଲି ଦେଖିଲେ ଗୋଟେ ମାନେ ଗୋଟେ ପାଇଯିବା ଯେ ହଁ ବୋଧେ ସିଚୁଏସନ ଟା ଏମିତି ଅଛି, ମାନେ ଦେଖୁ ଦେଖୁ କହିବା। ତ ସେଥିପାଇଁ ଆମକୁ ଡେ ଟୁ ଡେ ବେସିସ ରେ ୱାର୍ଲଡ ରେ କଣ ଘଟୁଛି, ୱାର ଲାଇକ ସିଚୁଏସନ କି କୌଣସି କଣ ଇଣ୍ଟରନ୍ୟାସନାଲ ନ୍ୟୁଜରେ ମାନେ ସବୁ ଇଭେଣ୍ଟସ କୁ ନେବେ। ସବୁ ଇଭେଣ୍ଟସ ନେଲେ ଆମେ ତାକୁ ଟ୍ରାକ ରଖିପାରିବା। ଆମର ବର୍ତ୍ତମାନ ୱାର ଚାଲିଛି, ୱାର ଇଣ୍ଡିଆର ଯୋଉ ମେଜର ମେଜର ଇଭେଣ୍ଟସ ହେଇଛି, ଲ କ୍ଷେତ୍ରରେ କଣ ଚେଞ୍ଜେସ ହେଇଛି, କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ କେବେ ହେଲା, ଯୋଉ କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଯୋଉ ଲ ଯେବେ ପାରିତ ହେଲା, ସେତେବେଳେ ଫର୍ନିଚର ମହାରାଜଙ୍କର ପୋଜିସନ ଅଛି କଣ ଅଛି, ଫର୍ନିଚର ମହାରାଜ କୋଉ ଜିନିଷରେ ଅଛନ୍ତି, ଏଇଟାକୁ ଗୋଟେ ଆମକୁ ନିଜରସ୍ୱ ଗୋଟେ ବନେଇବାକୁ ପଡିବ ଡାଟା। ଏବଂ ତାକୁ ବନେଇକି ଆମେ ଡାଟା କମ୍ପାରିଟିଭଲି ଯଦି ଷ୍ଟଡି କରିବା, ତାହେଲେ ମୁଁ ବିଶ୍ୱାସ କରୁଛି ଯେ ଏଇଟାକୁ ଆମକୁ ବହୁତ ହ୍ୟାଣ୍ଡି ରହିବ ଜିନିଷଟା ଜାଣିବା ପାଇଁ ଯେ ଆଗକୁ ଯାଇ କଣ ପ୍ରୋବ୍ଲେମ। ଠିକ ଅଛି ନା? ସାର୍ ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ରାମ।